ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ଣଙ୍କୁ କର୍ଣ୍ଣ ପଚାରିଲେ, ମୋ ମା ମୋତେ ଜନ୍ମ କଲା ପରେ ତ୍ୟାଗ କରିଦେଲେ। କ'ଣ ଏହା ମୋର ଅପରାଧ ଥିଲା ଯେ ମୋତେ ଏହି ସଂସାରରେ ଗୋଟେ ଜାରଜ ସନ୍ତାନ ରୂପରେ ପରିଚୟ ମିଳିଲା? ଦ୍ରୋଣାଚାର୍ଯ୍ୟ ମୋତେ ଶିକ୍ଷା ଦେବାକୁ ମନା କରିଦେଲେ, କାରଣ ସେ ମୋତେ କ୍ଷତ୍ରିୟ ମାନୁନଥିଲେ। ଏଥିରେ କ'ଣ ମୋର ଭୁଲ ଥିଲା? ପରଶୁରାମ ମୋତେ ଶିକ୍ଷା ଦେଲେ, କିନ୍ତୁ ତା ସହିତ ଅଭିଶାପ ମଧ୍ୟ ଦେଲେ ଯେ ମୁଁ ପ୍ରାପ୍ତ କରିଥିବା ବିଦ୍ୟା ଭୁଲିଯିବି, କାରଣ ସେ ମୋତେ କ୍ଷତ୍ରିୟ ମାନୁନଥିଲେ। ଭୁଲ ବଶତଃ ଗୋଟେ ଗାଈ ମୋ ତୀର ସାମ୍ନାକୁ ଆସିକି ମରିଗଲା, ଆଉ ମୋତେ ଗୋବଧର ଅଭିଶାପ ମିଳିଲା। ଦ୍ରୌପଦୀଙ୍କର ସ୍ୱୟଂବରରେ ମୋତେ ଅପମାନିତ କରିକି ବାହାର କରିଦିଆଗଲା, କାରଣ ମୁଁ କୌଣସି ରାଜପରିବାରର ବ୍ୟକ୍ତି ନଥିଲି। ଏମିତିକି ମାତା କୁନ୍ତୀ ମୋ ଦ୍ୱାରା ତାଙ୍କ ପୁତ୍ରମାନଙ୍କ ଜୀବନ ରକ୍ଷା ପାଇଁ କେବଳ ମୋତେ ନିଜ ପୁତ୍ର ବୋଲି ସ୍ୱୀକାର କଲେ, କେବଳ ଆଉ କେବଳ ନିଜ ସ୍ୱାର୍ଥ ପାଇଁ। ମୋତେ ଯାହା କିଛି ମିଳିଛି ଦୁର୍ଯ୍ୟୋଧନର ଦୟା ସ୍ୱରୂପ ମିଳିଛି। ତାହା ହେଲେ ଦୁର୍ଯ୍ୟୋଧନଙ୍କ ପ୍ରତି ବିଶ୍ୱସ୍ତ ରହିବା କ'ଣ ମୋର ଭୁଲ? ଶ୍ରୀକୃଷ୍ଣ ମନ୍ଦ ମନ୍ଦ ହସିକି କହିଲେ, ମୋର ଜନ୍ମ ଜେଲରେ ହେଇଥିଲା। ଜନ୍ମ ହେବା ପୂର୍ବରୁ ମୃତ୍ୟୁ ମୋର ଅପେକ୍ଷା କରିଥିଲା। ଯେଉଁ ରାତିରେ ମୋର ଜନ୍ମ ହେଲା, ସେଇ ରାତିରେ ମୋତେ ମୋ ମା ବାପାଙ୍କ ଠାରୁ ଅଲଗା ହେବାକୁ ପଡ଼ିଲା। ତମର ପିଲାଦିନ ରଥରେ ବସିକି ଧନୁବିଦ୍ୟା ଶିଖିକି କଟିଥିଲା, କିନ୍ତୁ ମୋର ପିଲାଦିନ ଗାଈ ଚରେଇକି ଗୋବର ଗୋଟେଇକି କଟିଥିଲା। ଯେତେବେଳେ ମୁଁ ଚାଲିବା ଶିଖିନଥିଲି, ମୋ ଉପରେ କେତେ ପ୍ରାଣଘାତ ହାମଲା ହେଇଛି, ମୋତେ ମାରିବାକୁ ଚେଷ୍ଟା କରାଯାଇଛି। ମୋ ନିଜ ମାମୁଁ ମୋର ଶତ୍ରୁ ଥିଲେ। ତମକୁ ତମ ବୀରତ୍ୱ ପାଇଁ ଗୁରୁ ଆଉ ସମାଜଠୁ ପ୍ରଶଂସା ମିଳୁଥିଲା, କିନ୍ତୁ ମୋ ପାଖରେ ଶିକ୍ଷା ହିଁ ନଥିଲା। ବଡ଼ ହେବା ପରେ ଗୁରୁ ସନ୍ଦୀପନଙ୍କଠୁ ଶିକ୍ଷା ଗ୍ରହଣ କଲି। ତମକୁ ତମ ମନପସନ୍ଦର ଝିଅ ସହ ବିବାହ କରିବାର ସୁଯୋଗ ମିଳିଲା, ମୋତେ କିନ୍ତୁ ସିଏ ମିଳିଲାନି ଯିଏ ମୋ ଆତ୍ମାରେ ବସିଥିଲା। ଜରାସନ୍ଧର ପ୍ରକୋପରୁ ବଞ୍ଚିବା ପାଇଁ ମୋତେ ମୋ ପରିବାରକୁ ଯମୁନାରୁ ନେଇ ସମୁଦ୍ର କୂଳରେ ରହିବାକୁ ପଡ଼ିଲା। ଦୁର୍ଯ୍ୟୋଧନ ଜିତିଥିଲେ ତାର ଶ୍ରେୟ ତମକୁ ମିଳିଥାନ୍ତା, କିନ୍ତୁ ଧର୍ମରାଜ ଜିତିଲେ ତାର ଶ୍ରେୟ ଅର୍ଜୁନକୁ ମିଳିଲା। କୌରବମାନେ ସେମାନଙ୍କ ହାର ପାଇଁ ମୋତେ ଉତ୍ତରଦାୟୀ କଲେ। ହେ କର୍ଣ୍ଣ, କାହାର ଜୀବନ ଏହି ସଂସାରରେ ସଂଘର୍ଷବିହୀନ ହେଇନଥାଏ। ସମସ୍ତଙ୍କ ଜୀବନରେ କିଛି ନା କିଛି କମି ଥାଏ। ସତ୍ୟ କ'ଣ ଆଉ ଉଚିତ କ'ଣ, ଏହା ଆମେ ଆମ ଆତ୍ମା ଆଉ ବିବେକକୁ ପଚାରିକି ନିର୍ଣ୍ଣୟ ନେବା ଉଚିତ। ଏଇ କଥାରୁ କିଛି ଫରକ ପଡ଼ୁନି ଯେ କେତେ ଥର ଆମ ସହିତ ଅନ୍ୟାୟ ହେଇଛି, କେତେଥର ଆମେ ଅପମାନିତ ହେଇଛେ। ଏଇଥିରୁ ମଧ୍ୟ କୌଣସି ଫରକ ପଡ଼େନି କି କେତେଥର ଆମ ଅଧିକାରରୁ ଆମେ ବଞ୍ଚିତ ହେଉଛେ। ଫରକ ଏତିକି ଥାଏ ଯେ ଆମେ କେମିତି ସେସବୁର ସାମ୍ନା କରୁଛେ। ସବୁ ପରିସ୍ଥିତିରେ ଆମକୁ ଉଚିତ ମାର୍ଗରେ ଚାଲିବା ଉଚିତ। ଯେତେ ଖରାପ ପରିସ୍ଥିତି ଥାଉ ନା କାହିଁକି, ଆମକୁ ସର୍ବଦା ଆମ ଆତ୍ମା ଆଉ ବିବେକକୁ ପଚାରିକି କର୍ମ କରିବା ଉଚିତ, କାରଣ ଅନ୍ୟାୟର ସାଥ ଦେବା ମଧ୍ୟ ଅନ୍ୟାୟ କରିବା ସହ ସମାନ।